ଆପଣ ମାହାଙ୍ଗା ଭଳି ଏକ ନିର୍ବାଚନ ମଣ୍ଡଳୀ ବାଛିଲେ କାରଣ ଆପଣ ମାହାଙ୍ଗାରେ ଜନ୍ମିତ। ମାହାଙ୍ଗା ସବୁବେଳେ ଚର୍ଚ୍ଚାରେ। ପୂର୍ବତନ ମନ୍ତ୍ରୀଙ୍କର କ୍ଷେତ୍ର ଥିଲା, ବହୁତ ଶକ୍ତିଶାଳୀ ମନ୍ତ୍ରୀ ମଧ୍ୟ ଥିଲେ ଯେତେବେଳେ ବିଜୁ ଜନତା ଦଳର ସରକାର ଥିଲା। ଆପଣଙ୍କ ଦଳର ଜଣେ ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ ସେଠୁ ପ୍ରତିଯୋଗିତା କଲେ ଏବଂ ତାଙ୍କର ବିଜୟ ହେଲା। ଆପଣ ଯେତେବେଳେ ଦଳର ପ୍ରାର୍ଥୀପତ୍ରରେ ଲଢୁଥିଲେ ଆଉ ଆପଣଙ୍କ ଦଳରୁ ମଧ୍ୟ ଆଉ ଜଣେ ବିଦ୍ରୋହୀ ପ୍ରାର୍ଥୀ କୁ ଆପଣ ସାମ୍ନା କରୁଥିଲେ, ସେତେବେଳେ କେମିତି ଅନୁଭବ ହଉଥିଲା ଆପଣଙ୍କୁ? ନିଶ୍ଚିତ ରୂପେ ଯେ ଗୋଟେ ବହୁତ କଷ୍ଟକର ବିଷୟ ସେଟା ଥିଲା। କିନ୍ତୁ ଗୋଟେ ଜିନିଷ ମୁଁ ଯୋଉ ବାରମ୍ବାର କହିଛି ଯେ ମୁଁ ସବୁବେଳେ ସଂଘର ଲକ୍ଷ୍ୟକୁ ସଂଘର ବିଚାର ସଂଘର ଲକ୍ଷ୍ୟକୁ ନେଇକି ମୁଁ କାମ କରେ। ଆଉ ମୁଁ ଯେତେବେଳେ ଯେକୌଣସି କାମ କରେ ସଂଘର ପ୍ରଚାରକ ମାନଙ୍କ ଏଇଟା ମୋ ସାମ୍ନାରେ ଥାଏ, ତାଙ୍କ ବ୍ୟକ୍ତିତ୍ୱ, ତାଙ୍କ ଚରିତ୍ର, ତାଙ୍କର କାର୍ଯ୍ୟଶୈଳୀଟା ମୋ ସାମ୍ନାରେ ଥାଏ। ଆଉ ସେ ଭାବନା ନେଇକି ମୁଁ କାମ କରେ। ତ ମୁଁ ସବୁ କିଛି ଭୁଲିଯାଏ ଯେ କ'ଣ କିଏ ମୋ ବିପକ୍ଷରେ ଅଛି, ସେ ଦଳର ହୁଅନ୍ତୁ କି ବିରୋଧୀ ଯିଏ ବି ହୁଅନ୍ତୁ, ମୋତେ ମୋ କାମ କରିବାର ଅଛି। ମୁଁ ପ୍ରଥମତଃ ଚେଷ୍ଟା କଲି ସବୁ ଜିନିଷକୁ ସମସ୍ତଙ୍କୁ ସାଙ୍ଗରେ ନେଇକି ଯିବା ପାଇଁ। ବହୁତ ଜଣ ବି ମୋତେ ସାଥ ଦେଲେ, ଆଉ ବହୁତ ଜଣ ବି ବିରୋଧରେ ଗଲେ। କିନ୍ତୁ ତାପରେ ବି ମୁଁ ସେଇ ଲକ୍ଷ୍ୟ ନେଇକି ମୁଁ ମୋର କାମ କଲି ଯେ ମୋତେ ଏଠି ଯେ ବିଚାରକୁ ଏଷ୍ଟାବ୍ଲିଶ କରିବାର ଅଛି, ମୋତେ କାମ କରିବାର ଅଛି, ପାର୍ଟି ପାଇଁ କାମ କରିବାର ଅଛି। ତ ମୁଁ ଆଉ କିଛି ଭାବିଲି ନାହିଁ, ସେ ଦିଗରେ ଚାଲିଲି। ଆଉ ସବୁଠୁ ବଡ଼ କଥା ହେଉଛି ଯେ ମୋର ମାହାଙ୍ଗାର ଜନ୍ମ ସତ, କିନ୍ତୁ ମୁଁ ପିଲାଟି ବେଳୁ ଭୁବନେଶ୍ୱରରେ ବଢ଼ିଛି। ମୋର ସ୍କୁଲ କଲେଜ ସବୁ ଏଇଠି। ମୋତେ ମାହାଙ୍ଗା କହିବାକୁ ଗଲେ ଗୋଟେ ପ୍ରକାର ନୂଆ ଜାଗା ଥିଲା। ତ ମୁଁ ବହୁତ ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲି। ବହୁତ କମ୍ ସମୟ ଥିଲା। ମୁଁ ସେଠି ଜଷ୍ଟ ବର୍ଷେ ହେବ କାମ କରୁଥିଲି। ଆଉ ମାତ୍ର 18-20 ଦିନ ମୁଁ ପାର୍ଟି ଜଏନ୍ ପରେ ମୋତେ ଟିକେଟ୍ ମିଳିଥିଲା। ମୋ ପାଇଁ ସମୟ ଆହୁରି ଦରକାର ଥିଲା। ସମୟ ମୋତେ ସଫିସିଏଣ୍ଟ ମିଳିଲା ନାହିଁ। ମୁଁ ଲୋକଙ୍କ ପାଖକୁ ଯାଇପାରିଲିନି, ପହଞ୍ଚି ପାରିଲିନି। ଲୋକଙ୍କ ସହିତ ଯେତେବେଳେ ମୁଁ ମିଶି ପାରିଲିନି, ଲୋକଙ୍କୁ ଜାଣିପାରିଲି, ଲୋକ ବି ମୋତେ ଜାଣିପାରିଲେନି, ତ ସେଇଟା ଭୋଟରେ କନଭର୍ଟ କେମିତି ହେବ? ତେଣୁକରି ମୋତେ ଆଉ ଟିକେ ସମୟ ଲାଗୁଛି। ଆଉ ନିଶ୍ଚିତ ଭାବେ ଏବେ ମୁଁ ଏରିଆରେ ବୁଲୁଛି, ଲୋକଙ୍କ ସହିତ ମିଶୁଛି, କାମ କରୁଛି। ଆଉ ନିଶ୍ଚିତ ଭାବରେ ପାର୍ଟି ସେଠି ଆଗାମୀ ଦିନରେ ନିଶ୍ଚିତ ଭଲ ପ୍ରଦର୍ଶନ କରିବ, ଏଇଟା ମୋର ଆଶା ଅଛି।